ଆରେ ବା, ମୋ ବାଡ଼ିରେ କେତେ ଆମ୍ବ ଫଳିଛି ଓ ଏ ଆମ୍ବ ସବୁ ପାଚି ଆସିଲାଣି। ତେଣୁ ଏ ବର୍ଷ ଆମ୍ବ ବିକି ମୋର ବହୁତ ଟଙ୍କା ରୋଜଗାର ହେବ। ହେଲେ ଏ ଆମ୍ବକୁ ଚୋରି କରିବା ପାଇଁ ଗାଁର ଅନେକ ଛୁଆ ଓ ବଡ଼ ଲୋକ ଆସିବେ। ତେଣୁ ମୋତେ କିଛି ଗୋଟେ କରି ମୋ ଆମ୍ବକୁ ବଞ୍ଚେଇବାକୁ ପଡ଼ିବ। ହେଲେ କ'ଣ କରିବି? ସେ ଏପରି କହୁଥିବା ବେଳେ ହଠାତ୍ ସେଇ ବାଟ ଦେଇ ଗୋଟିଏ ବାବା ଯାଉଥିଲେ ଓ ସେ ରଘୁଆ ମଉସାକୁ ଦେଖି ରହିଗଲେ ଓ କହିଲେ, ଆରେ ଏ ମଉସା, ମୁଁ ଗୋଟେ ଚଲା ପଥିକ ବାବା। ପାଖାପାଖି 2 ଦିନ ହେବ ଏଣେ ତେଣେ ବୁଲୁଛି, ହେଲେ ଏପର୍ଯ୍ୟନ୍ତ ମୁଁ କିଛି ବି ଖାଇନି। ତେଣୁ ମୋତେ କିଛି ଖାଇବାକୁ ଦିଅ। ମୋତେ ଖାଇବାକୁ ଦେଲେ ଭଗବାନ ତୁମର ମଙ୍ଗଳ କରିବେ। ବାବା ଏପରି କହିବା ପରେ ରଘୁଆ ମଉସା ଆମ୍ବ ଖାଇବା ପାଇଁ ବାବାଙ୍କୁ ଦେଲେ ଓ ବାବା ସେ ଆମ୍ବକୁ ଖାଇବାରେ ଲାଗିଲେ। ବାବା ଆମ୍ବ ଖାଇବା ପରେ ତାଙ୍କୁ ବହୁତ ଭଲ ଲାଗିଲା। ତେଣୁ ସେ କହିଲେ, ଆରେ ଏ ମଉସା, ତୁମେ ଏ ଭୋକିଲା ଚଲା ପଥେଇକୁ ଖାଇବାକୁ ଦେଇ ତାର ଜୀବନ ବଞ୍ଚାଇଛ। ତେଣୁ ତୁମେ ମୋତେ କ'ଣ ମାଗିବା କଥା ମାଗ, ମୁଁ ତୁମକୁ ସାହାଯ୍ୟ କରିବି। ଏହା ଶୁଣି ରଘୁଆ ବହୁତ ଖୁସି ହୋଇଗଲା ଓ ସେ କହିଲା, ବାବା, ମୋର କିଛି ବି ଦରକାର ନାହିଁ। ବାସ୍ ଖାଲି ଗୋଟେ ସାହାଯ୍ୟ କର। ସେଇଟା ହେଉଛି ମୋ ଆମ୍ବର ସୁରକ୍ଷା। ମାନେ ମୋ ଆମ୍ବ ଗଛରେ ଅନେକ ଆମ୍ବ ଫଳୁଥିବାରୁ ଅନେକ ଲୋକ ଓ ଛୁଆ ୟାକୁ ଚୋରି କରିବାକୁ ଆସିବେ। ତେଣୁ ତମେ ମୋତେ ଏପରି ସାହାଯ୍ୟ କର ଯେମିତି ମୋ ଆମ୍ବକୁ କେହି ଚୋରି କରିପାରିବେ ନାହିଁ। ଏହା ଶୁଣିବା ମାତ୍ରେ ବାବା ଆଖି ବୁଜିଲେ ଓ କିଛି ମନ୍ତ୍ର ମନେ ମନେ ପଢ଼ିବାରେ ଲାଗିଲେ। ସେ କିଛି ସମୟ ମନ୍ତ୍ର ପଢ଼ିବା ପରେ ହଠାତ୍ ସେଠାରେ ଗୋଟିଏ ଭୂତ ପ୍ରକଟ ହେଲା ଓ ତାପରେ ବାବା ଆଖି ଖୋଲି କହିଲେ, ଆରେ ଏ ଭୂତ, ଆଜିଠାରୁ ତୁ ଏ ଆମ୍ବ ଗଛର ସୁରକ୍ଷା କରିବୁ। ଆଉ ମନେ ରଖ, କାହାକୁ ବି ଏଠାକୁ ଆମ୍ବ ଖାଇବା କିମ୍ବା ଚୋରି କରିବାକୁ ଦେବୁନି ଓ ସମସ୍ତଙ୍କୁ ଡରାଇକି ବିଦା କରିଦେବୁ। ଏହା ଶୁଣିବା ମାତ୍ରେ ଭୂତ କହିଲା, ଠିକ୍ ଅଛି ବାବା, ଯେପରି ତମେ କହିବ ମୁଁ କରିବି। ଆଜିଠାରୁ ଏ ଆମ୍ବ ଗଛ ପାଖକୁ କେହି ଆମ୍ବ ନେବାକୁ ଆସିବେନି ଓ ଯିଏ ଏଠାକୁ ଥରେ ଆମ୍ବ ପାଇଁ ଆସିବ ସେ 100 ଥର ଭାବିବ। ଭୂତ ଏପରି କହିବା ପରେ ବାବା ସେଠାରୁ ପଳାଇଲେ। ଏହା ଦେଖି ରଘୁଆ ମଉସା ମନେ ମନେ ଭାବିଲେ, ଧନ୍ୟବାଦ ଭଗବାନ, ମୋର ଗୋଟିଏ ବଡ଼ ସମସ୍ୟା ଆପଣ ସମାଧାନ କରିଦେଲେ। ଏବେ ଯିଏ ବି ଏଠାକୁ ଆମ୍ବ ଖାଇବାକୁ ଆସିବ, ଭୂତ ତାକୁ ଏପରି ଡରାଇବ ଯେ ସେ ଯେମିତି ସ୍ୱପ୍ନରେ ଭାବି ନଥିବ। ଏପରି ଭାବି ରଘୁଆ ମନେ ମନେ ବହୁତ ଖୁସି ହୋଇଗଲା ଏବଂ ରାତି ହେବା ପରେ ବିଜୁ ନାମରେ ଗୋଟିଏ ଲୋକ ଆମ୍ବ ଚୋରି କରିବା ପାଇଁ ରଘୁଆ ମଉସା ବାଡ଼ି ପାଖକୁ ଆସିଲା ଓ ସେଠାରେ ପହଞ୍ଚି କହିଲା, ଆରେ ଲାଗୁଛି ଏଠାରେ ରଘୁଆ ମଉସା ନାହିଁ। ଏଇଟା ହେଉଛି ଠିକ୍ ସମୟ। ଏତେ ସାରା ପାଚିଲା ଆମ୍ବ ଏ ବାଡ଼ିରୁ ଚୋରି କରିବା ପାଇଁ ଯାଉଛି। ଆଉ ବେଶୀ ବିଳମ୍ବ ନକରି ଏଠାରୁ ଶୀଘ୍ର ଆମ୍ବ ନେଇ ପଳାଇବି। ସେ ଏପରି କହିଛି କି ନାହିଁ, ହଠାତ୍ ଗୋଟିଏ ଆବାଜ ଆସିଲା, ଆରେ ଏ ରାଜୁ, ତୁ ଆମ୍ବ ନେବାକୁ ଆସିଛୁ। ଶୀଘ୍ର ଆମ୍ବ ନେଇଯା, ନହେଲେ ମୁଁ ଯଦି ରାଗେ ତାହେଲେ ଏହାର ପରିଣାମ ବହୁତ ଖରାପ ହେବ। ଏହା ଶୁଣି ବିଜୁ ଟିକେ ଡରିଗଲା ଓ ଡରି ଡରି କହିଲା, ଆରେ କିଏ? ମୋତେ ଏପରି ଡରାଉଛ କାହିଁକି? ଦେଖ, ତୁମେ ବି ମୋ ପରି ଆମ୍ବ ଚୋରି କରିବା ପାଇଁ ଆସିଛ। ତେଣୁ ଭଲ ହେବ ତୁମେ ଆମ୍ବ ନିଅ ଓ ମୋତେ ମଧ୍ୟ ଆମ୍ବ ନେବାକୁ ଦିଅ। ବିଜୁ ଏପରି କହିବା ପରେ ହଠାତ୍ ସେଠାରେ ଭୂତ ପ୍ରକଟ ହେଲା ଓ କହିଲା, ଆରେ ମଣିଷ, ତୁ କ'ଣ ଭାବିଲୁ ଏଠାକୁ ଲୁଚିକି ଆସିବୁ ଓ ଆମ୍ବ ନେଇ ପଳାଇବୁ? ଏହା କଦାପି ସମ୍ଭବ ନୁହଁ। ଏ ଆମ୍ବ ବାଡ଼ି ହେଉଛି ମୋର, ତେଣୁ ଏଠାରୁ କେହି ବି ଆମ୍ବ ନେଇପାରିବେ ନାହିଁ। ଏହା ଶୁଣିବା ମାତ୍ରେ ବିଜୁ ଭୟରେ ସେଠାରୁ ଦୌଡ଼ିବାରେ ଲାଗିଲା ଏବଂ ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ବିଜୁ ତାଙ୍କ ଘର ପାଖ 2ଟି ଲୋକ ସୁମନ ଓ ରଜତକୁ କହିଲା, ଆରେ ଭାଇ, ଲାଗୁଛି ଏଥର ଆଉ ଆମେ ରଘୁଆ ମଉସା ବାଡ଼ିରୁ ଆମ୍ବ ଚୋରି କରି ଟଙ୍କା ଇନକମ୍ କରିପାରିବା ନାହିଁ।
କାରଣ ସେ ବାଡ଼ିର ଗୋଟେ ଭୟଙ୍କର ଭୂତ ରହୁଛି। ଯଦି ଆମେ ସେଠାକୁ ଆମ୍ବ ପାଇଁ ଯିବା ତାହେଲେ ସେ ଆମକୁ ଜୀବନରୁ ମାରିଦେବ। ଏହା ମୁଁ କାହାଠାରୁ ଶୁଣିକି କହୁନି, ବରଂ କାଲି ରାତିରେ ମୁଁ ମୋ ନିଜ ଆଖିରେ ଦେଖିଛି ରେ। ତେଣୁ ମୋ କଥାକୁ ମାନି ଏଥର ଆମ୍ବ ବାଡ଼ିକୁ ଯିବନି। ବିଜୁ ଏପରି କହି ସେଠାରୁ ପଳାଇଲା। ବିଜୁ ଗଲା ପରେ ସୁମନ କହିଲା, ଆରେ ରଜତ, ଦେଖୁଛୁ ତ ବିଜୁଟା କେତେ ବଡ଼ ସ୍ୱାର୍ଥପରଟା। ସେ ଏକଲା ଆମ୍ବ ବିକି ଚଳିବ ବୋଲି କିପରି ଆମକୁ ମିଛ କଥା କହି ଡରାଉଛି। ତେଣୁ ୟା କଥାକୁ ଜମା ବି ବିଶ୍ୱାସ କରନା। ହଁ ସାଙ୍ଗ, ତୁ ଠିକ୍ କହିଲୁ। ମୋତେ ବି ପ୍ରଥମ ଥର ଏକଥା ଶୁଣି ଜମା ବି ବିଶ୍ୱାସ ହେଉନଥିଲା। ମୁଁ ଖାଲି ଅପେକ୍ଷା କରିଥିଲି ସେ ଏଠାରୁ କିପରି ଯିବ ଓ ତାପରେ ବିଜୁର ମିଛ କଥା ବିଷୟରେ ତୁମକୁ କହିଥାନ୍ତି। ହେଲେ ମୁଁ କହିବା ପୂର୍ବରୁ ତୁମେ ସବୁ କଥା କହିଦେଲ। ହଉ ରଜତ, ଛାଡ଼ ସେ ବାଜ୍ୟ କଥା। ଆଜି ରାତିରେ ଆମେ ରଘୁଆ ମଉସା ବାଡ଼ିକୁ ଆମ୍ବ ପାଇଁ ଯିବା ଓ ସେଠାରେ କିଛି ଆମ୍ବ ଆଣିବା ସହ ଦେଖିକି ଆସିବା କେତେ ପରିମାଣରେ ଆମ୍ବ ପାଚିଛି। ସେଇ ହିସାବରେ ଆମେ ପ୍ଲାନିଂ କରିବା। ଏହା ଶୁଣି ରଜତ ରାଜି ହୋଇଗଲା। ହେଲେ ଏସବୁ କଥା ରଘୁଆ ମଉସା ଗୋଟିଏ ଜାଗାରେ ଥାଇ ଶୁଣୁଥିଲା। ଏମାନଙ୍କର କଥା ଶୁଣି ରଘୁଆ ମଉସା କହିଲା, ଆରେ ଲାଗୁଛି ଭୂତ ତାର କାମ ଠିକ୍ ଠିକ୍ କରିଛି। ହେଲେ ଏ ଦିଟା ମୂର୍ଖ ବିଜୁ କଥାକୁ ବିଶ୍ୱାସ କରୁନାହାନ୍ତି। ହଉରେ ପୁଅ, ତୁମେ ଆଜି ରାତିରେ ଖାଲି ମୋ ବାଡ଼ିକୁ ଆମ୍ବ ଚୋରି କରିବାକୁ ଯାଅ। ସେଠାରେ ଏମିତି ଭୂତ ଦେଖିବ ଯେ ଜୀବନରେ କେବେ ଭାବିନଥିବ। ଏପରି କହି ରଘୁଆ ମଉସା ଚୁପ୍ ରହିଲା। ଏବଂ ରାତି ହେବା ପରେ କଥା ଅନୁସାରେ ରମେଶ ବାହାରୁ ପାଠ ପଢ଼ି ଆସି କିଛି ବି ଚାକିରି ନ ପାଇବାରୁ ଘରେ ମନ ଦୁଃଖରେ ବସି କହିଲା, ଆରେ ମୁଁ ପାଠ ପଢ଼ିଥିଲି ଚାକିରି କରିବା ପାଇଁ। ହେଲେ ମୋ ପାଠ ପଢ଼ା 1 ବର୍ଷ ହେବ ସରିଲାଣି, କିନ୍ତୁ ମୋତେ ଏପର୍ଯ୍ୟନ୍ତ ଚାକିରି ମିଳୁନାହିଁ। ମୁଁ କ'ଣ କରିବି? କିପରି ରୋଜଗାର କରିବି? ରମେଶ ଏପରି କହିଛି କି ନାହିଁ ଏତିକି ବେଳେ ତାର ସାଙ୍ଗ ସୁଜିତ ବାହାରୁ ଡାକିଲା, ଆରେ ସାଙ୍ଗ, ଘରେ ଅଛୁ ନା? ବାହାରକୁ ଆସ, ମୁଁ ତୋ ପାଇଁ ଗୋଟେ ଭଲ କାମ ନେଇକି ଆସିଛି। ଏହା ଶୁଣି ରମେଶ ଘର ବାହାରକୁ ଆସି କହିଲା, ଆବେ ସୁଜିତ, କି କାମ ଯୋଗାଡ଼ କରିଛୁ ମୋ ପାଇଁ? ଶୀଘ୍ର କହ। ରମେଶ, ଆମ ଗାଁ ସରକାରୀ ମେଡିକାଲରେ ଗୋଟେ ଆମ୍ବୁଲାନ୍ସ ଚଳାଳି ଆବଶ୍ୟକ। ଆମ ଗାଁରେ ତ କେହି ବି ଗାଡ଼ି ଚଲାଇ ପାରିବେ ନାହିଁ। ତେଣୁ ମୁଁ ତତେ ଏକଥା କହୁଛି, ଯଦି ତୁ ଏ ଚାକିରି କରିବୁ ତାହେଲେ କହ। ଏହା ଶୁଣି ରମେଶ ଟିକେ ଚିନ୍ତାରେ ପଡ଼ିଗଲା, କାରଣ ସେ ବହୁତ ପାଠ ପଢ଼ିଥିଲା। ଏତେ ପାଠ ପଢ଼ି ଗୋଟେ ଆମ୍ବୁଲାନ୍ସ ଚଲାଇବ, ତାକୁ ଏକଥାଟା ଟିକେ ଭଲ ଲାଗିଲା ନାହିଁ। ହେଲେ ତା ପାଖରେ ଅନ୍ୟ କୌଣସି କାମ ନଥିବାରୁ ସେ ଆମ୍ବୁଲାନ୍ସ ଚଲାଇବା ପାଇଁ ରାଜି ହୋଇଗଲା ଓ କହିଲା, ଆରେ ସୁଜିତ, ମୁଁ ଏ କାର୍ଯ୍ୟ କରିବା ପାଇଁ ରାଜି ଅଛି। ତୁ ଖାଲି କହ ମୁଁ କେବେଠାରୁ ଆମ୍ବୁଲାନ୍ସ ଚଲାଇବାକୁ ଯିବି। ତୁ କାଲି ଆସ, ମେଡିକାଲ ପାଖରେ ଦେଖା କର ଓ କାଲିଠାରୁ ହିଁ ତୁ ଆମ୍ବୁଲାନ୍ସ ଚଲାଇବୁ। ସୁଜିତ ଏପରି ରମେଶକୁ କହିଲା ଏବଂ ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ସକାଳ ହେବା ପରେ ରମେଶ ଆମ୍ବୁଲାନ୍ସ ଚଲାଇବା ପାଇଁ ତାଙ୍କ ଗାଁ ମେଡିକାଲ ପାଖକୁ ଗଲା ଏବଂ ସେଠାରେ ପହଞ୍ଚିବା ପରେ ମେଡିକାଲ ମ୍ୟାନେଜର କହିଲେ, ଆରେ ରମେଶ, ତମ ବିଷୟରେ ସୁଜିତ ମୋତେ ସବୁ କଥା କହିଛନ୍ତି। ତେଣୁ ଆଜିଠାରୁ ତୁମେ ଏ ଆମ୍ବୁଲାନ୍ସକୁ ଚଲାଅ। ଆଉ ହଁ, ଯଦି କିଛି ଆବଶ୍ୟକ ପଡ଼େ ତାହେଲେ ମୋତେ କଲ୍ କରି କହିବ। ଏକଥାରେ ରମେଶ ରାଜି ହୋଇଗଲା ଓ ତାପରେ ସେ ଆମ୍ବୁଲାନ୍ସକୁ ନେଇ ରୋଗୀମାନଙ୍କୁ ଆଣିବା ପାଇଁ ବିଭିନ୍ନ ଜାଗାକୁ ଗଲା ଏବଂ ସେଠାରୁ ରୋଗୀମାନଙ୍କୁ ନେଇ ମେଡିକାଲକୁ ଆଣିଲା। ପ୍ରଥମ ଦିନ ରମେଶ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା, କାରଣ ଆଜି ସେ ବହୁତ ରୋଗୀଙ୍କୁ ମେଡିକାଲରୁ ନେବା ଆଣିବା କରିଥିଲା। ଧୀରେ ଧୀରେ ସମୟ ଗଡ଼ି ରାତି ହେଲା ଏବଂ ରମେଶ ତାର କାର୍ଯ୍ୟ ସାରି ଘରକୁ ଫେରିଲା ଓ ବହୁତ କାର୍ଯ୍ୟ କରି ଥକି ଯାଇଥିବାରୁ ସେ ଯାଇ ଶୋଇପଡ଼ିଲା। ସେ ପାଖାପାଖି 2 ଘଣ୍ଟା ଶୋଇଛି କି ନାହିଁ, ହଠାତ୍ ମ୍ୟାନେଜର କଲ୍ କଲେ। ଏହା ଶୁଣି ରମେଶର ନିଦ ଭାଙ୍ଗିଗଲା ଓ ସେ କଲ୍ ଉଠାଇ କହିଲା, ମ୍ୟାନେଜର ସାର୍, କ'ଣ ହେଲା? ଆପଣ ଏତେ ରାତିରେ କଲ୍ କରିଲେ? କ'ଣ କିଛି ଅସୁବିଧା ହେଲା କି? ଏକଥାରେ ମ୍ୟାନେଜର କହିଲେ, ଆରେ ରମେଶ, ମୁଁ ଜାଣିଛି ତମେ ଶୋଇଥିବ, ହେଲେ ଗୋଟେ ପେସେଣ୍ଟ ପୁରା ସିରିୟସ୍ ଅଛି। ତେଣୁ ତମେ ଟିକେ ଶୀଘ୍ର ଯାଇ ତାକୁ ମେଡିକାଲକୁ ଆଣ, ଆଡମିଟ୍ କର। ରମେଶର ଯିବାକୁ ଇଚ୍ଛା ନଥିଲେ ମଧ୍ୟ
ଚାକିରି କରିଥିବାରୁ ସେ ବାଧ୍ୟ ହୋଇ ଆମ୍ବୁଲାନ୍ସ ନେଇ ରୋଗୀ ଘରକୁ ଯିବାରେ ଲାଗିଲା। ହେଲେ ଜୋରରେ ଥକି ଯାଇଥିବା କାରଣରୁ ଆମ୍ବୁଲାନ୍ସ ଚଲାଉ ଚଲାଉ ତାର ଆଖି ଲାଗିଗଲା। ତେଣୁ ତାର ବାଲାନ୍ସ ଫେଲ୍ ହୋଇ ଆମ୍ବୁଲାନ୍ସଟି ଗଛରେ ବାଡ଼େଇ ହୋଇଗଲା, ଯାହାଦ୍ୱାରା ରମେଶର ମୃତ୍ୟୁ ହୋଇଗଲା। ଏବଂ କିଛି ସମୟ ପରେ ହଠାତ୍ ସେ ଆମ୍ବୁଲାନ୍ସ ଭିତରୁ ଆତ୍ମା ହୋଇ ବାହାରିଲା ଓ କହିଲା, ଆରେ ଇଏ କ'ଣ ହୋଇଗଲା? ମୁଁ ମରିଗଲି, ଏବେ ମୁଁ କ'ଣ କରିବି? ସେ ଏତିକି କହିଛି କି ନାହିଁ ହଠାତ୍ ତାର ମନେ ପଡ଼ିଲା ସେ ଗୋଟେ ରୋଗୀକୁ ଆଣିବା ପାଇଁ ଯାଉଥିଲା। ତେଣୁ ସେ କହିଲା, ଆରେ ମୁଁ ତ ଗୋଟେ ରୋଗୀକୁ ଆଣିବାକୁ ଯାଉଥିଲି। ଯଦି ତାକୁ ଶୀଘ୍ର ନ ନେଇକି ମେଡିକାଲରେ ପହଞ୍ଚାଏ ତାହେଲେ ସେ ମୋ ପରି ମରିଯିବ। ତେଣୁ ମୋତେ ଶୀଘ୍ର ଯିବାକୁ ପଡ଼ିବ। ରମେଶ ଏପରି କହି ଆମ୍ବୁଲାନ୍ସ ନେଇ ରୋଗୀ ପାଖକୁ ଗଲା ଏବଂ ସେଠାରେ ରୋଗୀକୁ ନେଇ ମେଡିକାଲରେ ପହଞ୍ଚାଇ ଦେଲା। ଏହା ଦେଖି ମ୍ୟାନେଜର ବହୁତ ଖୁସି ହୋଇଗଲେ ଓ କହିଲେ, ଧନ୍ୟବାଦ ରମେଶ, ତମେ ଶୀଘ୍ର ଶୀଘ୍ର ଆଣି ଏ ସିରିୟସ୍ ପେସେଣ୍ଟକୁ ଏଠାରେ ପହଞ୍ଚାଇ ଦେଲ। ଭଗବାନ ତୁମର ମଙ୍ଗଳ କରିବେ। ଏହା ଶୁଣି ରମେଶ ଆମ୍ବୁଲାନ୍ସ ଭିତରୁ କହିଲା, ତମେ ଚିନ୍ତା କର ନା ମ୍ୟାନେଜର, ଏହା ତ ମୋ କର୍ତ୍ତବ୍ୟ ଥିଲା। ଯେତେ ପର୍ଯ୍ୟନ୍ତ ମୋ ନିଶ୍ୱାସ ଚାଲିଛି ମୁଁ ଏପରି ଲୋକମାନଙ୍କର ସାହାଯ୍ୟ କରିବି। ବାସ୍ ମୋର ଖାଲି ଗୋଟିଏ ଅନୁରୋଧ ପୂରଣ କରିବ। ଆରେ ରମେଶ କୁହ, କି ଅନୁରୋଧ? ମୁଁ ଚେଷ୍ଟା କରିବି ତାକୁ ପୂରଣ କରିବା ପାଇଁ। ମ୍ୟାନେଜର, ମୁଁ ପ୍ରତ୍ୟେକ ଦିନ ଆମ୍ବୁଲାନ୍ସକୁ ମୋ ଘରକୁ ନେବାକୁ ଚାହୁଁଛି ଓ କାମ ପଡ଼ିଲେ ମୋତେ କଲ୍ କରିବ। ମୁଁ ଆମ୍ବୁଲାନ୍ସ ନେଇ ରୋଗୀ ଘରକୁ ଯିବି। ଏହା ଶୁଣି ମ୍ୟାନେଜର ରାଜି ହୋଇଗଲେ। ରମେଶ ଏପରି ଅନୁରୋଧ କରିବାର କାରଣ ହେଉଛି ସେ ଭୂତ ହୋଇଯାଇଥିଲା। ଆମ୍ବୁଲାନ୍ସରୁ ଯଦି ସେ ବାହାରକୁ ବାହାରେ ତାହେଲେ ତାକୁ ଲୋକ ଦେଖି ଡରିବେ। ତେଣୁ ସେ ଏପରି ଅନୁରୋଧ କରିଥିଲା। ରମେଶ ମ୍ୟାନେଜର ଠାରୁ ପରମିଶନ ପାଇ ଆମ୍ବୁଲାନ୍ସ ନେଇ ତାର ଘରେ ପହଞ୍ଚିଗଲା ଓ ଘରେ ପହଞ୍ଚି କହିଲା, ଆରେ ଏସବୁ କ'ଣ ଘଟୁଛି ମୋ ସାଥିରେ? ଆଜି ସକାଳେ ଯାହାର ଜୀବନ ଥିଲା ସେ ବର୍ତ୍ତମାନ ଗୋଟେ ଭୂତ ହୋଇ ବୁଲୁଛି। ଭୂତ ହୋଇ ଲୋକମାନଙ୍କର ସାହାଯ୍ୟ କରୁଥିବା ବେଳେ ଯଦି କିଏ ଦେଖିଦିଏ ନା ତାହେଲେ ବହୁତ ଅସୁବିଧା ହୋଇଯିବ। ଏପରି କହି ରମେଶ ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ ଆମ୍ବୁଲାନ୍ସ ନେଇ ମେଡିକାଲ ପାଖରେ ପହଞ୍ଚିଗଲା ଓ ତାପରେ କଲ୍ ଅନୁସାରେ ରୋଗୀମାନଙ୍କୁ ଆଣିବାକୁ ଗଲା ଓ ମେଡିକାଲରେ ପହଞ୍ଚାଇଲା। ଏପରି ରୋଗୀମାନଙ୍କୁ ନେବା ଆଣିବା କରି କରି ଦିନରୁ ରାତି ହୋଇଗଲା। ରାତି ହେବା ପରେ ମ୍ୟାନେଜରକୁ ଟିକେ ସନ୍ଦେହ ହେଲା। ତେଣୁ ସେ କହିଲେ, ଆରେ ରମେଶ ସକାଳୁ ଆସି ରୋଗୀଙ୍କୁ ନେବା ଆଣିବା କରୁଛି, ହେଲେ ଥରେ କେବି ଆମ୍ବୁଲାନ୍ସରୁ ବାହାରକୁ ବାହାରିନି। ଏମିତି ତାର କ'ଣ ହୋଇଛି କି? ତେଣୁ ମୋତେ ତାର ପିଛା କରିବାକୁ ପଡ଼ିବ। ଏପରି କହି ମ୍ୟାନେଜର ରମେଶର ପିଛା କରିବାରେ ଲାଗିଲେ। ପିଛା କରି କରି ସେ ଯାଇ ତାଙ୍କ ଘର ପାଖରେ ପହଞ୍ଚିଗଲେ ଓ ସେଠାରୁ ଲୁଚିକି ଆମ୍ବୁଲାନ୍ସ ଉପରେ ନଜର ରଖିଲେ ଏବଂ ଏତିକି ବେଳେ ଦେଖିଲେ ହଠାତ୍ ଆମ୍ବୁଲାନ୍ସ ଭିତରୁ ଗୋଟିଏ ଭୂତ ବାହାରିଲା। ଏହା ଦେଖି ମ୍ୟାନେଜର କହିଲେ, ଆରେ ଇଏ କ'ଣ? ଆମ୍ବୁଲାନ୍ସ ଭିତରୁ ଗୋଟିଏ ଭୂତ ବାହାରିଲା। ଲାଗୁଛି ଏ ଭୂତ ରମେଶ ଦେହରେ ପଶିକି ରହିଛି ଏବଂ ଆମ୍ବୁଲାନ୍ସ ଚଲାଇ ଲୋକଙ୍କୁ ମାରିବାର ସୁଯୋଗ ଖୋଜୁଛି। ତେଣୁ ମୋତେ ଗୋଟେ ଗୁଣିଆ ଡାକି ଏ ଭୂତକୁ ରମେଶ ଦେହରୁ ବାହାର କରିବାକୁ ପଡ଼ିବ। ମ୍ୟାନେଜର ଏତିକି କହିଛନ୍ତି କି ନାହିଁ ହଠାତ୍ ଦେଖିଲେ ଭୂତ କହିଲା, ଆରେ ମୁଁ ଆମ୍ବୁଲାନ୍ସ ଚଲାଇ ଚଲାଇ ମରିଗଲି ସତ, ହେଲେ ମଲା ପରେ ବି ଲୋକମାନଙ୍କର ଜୀବନ ବଞ୍ଚାଇ ମୋତେ ବହୁତ ଆନନ୍ଦ ଲାଗୁଛି। ତେଣୁ ଯେତେ ପର୍ଯ୍ୟନ୍ତ ମୋ ଆତ୍ମା ଶାନ୍ତି ପାଇନି ମୁଁ ସେତେ ପର୍ଯ୍ୟନ୍ତ ଏ କାମ କରିବି। ଏହା ଶୁଣି ମ୍ୟାନେଜର ଦେହ ଦୋହଲି ଗଲା। କାରଣ ସେ ଯାହାକୁ ଭୂତ ବୋଲି ଭାବୁଥିଲେ ପ୍ରକୃତରେ ସେ ଗୋଟିଏ ଭୂତ ନୁହଁ, ସେ ହେଉଛି ରମେଶ, ଯିଏକି ମଲା ପରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛି। ଏସବୁ ଜାଣି ମ୍ୟାନେଜର କହିଲେ, ଆରେ ରମେଶର ଏପରି ସହାନୁଭୂତି ଓ ସାହାଯ୍ୟ ଦେଖି ମୋତେ କାନ୍ଦି ପକାଇବାକୁ ଇଚ୍ଛା ହେଉଛି। ସେ ମଲା ପରେ ବି ଏପରି କାର୍ଯ୍ୟ କରୁଛି, ତେଣୁ ତା ଆତ୍ମାକୁ ଶାନ୍ତି ଦେବା ମୋର କାର୍ଯ୍ୟ। ମ୍ୟାନେଜର ଏପରି କହି ରହିଲେ ଏବଂ ତା ପରଦିନ ସକାଳ ହେବା ପରେ ରମେଶ ଆମ୍ବୁଲାନ୍ସ ଷ୍ଟାର୍ଟ କରି ଆଗକୁ ବଢ଼ିଛି କି ନାହିଁ ହଠାତ୍ ମ୍ୟାନେଜର ଆସି ଆମ୍ବୁଲାନ୍ସ ଆଗରେ ଛିଡ଼ା ହୋଇଗଲେ ଓ କହିଲେ, ଆରେ ଓ ରମେଶ, ଆମ୍ବୁଲାନ୍ସ ଭିତରୁ ବାହାରକୁ ବାହାର, ମୁଁ ତୋ ପାଇଁ କିଛି ଆଣିଛି ଦେବି। ଏହା ଶୁଣି ରମେଶ ଆମ୍ବୁଲାନ୍ସ ଭିତରୁ କହିଲା, ମ୍ୟାନେଜର, ମୁଁ ଏବେ ରୋଗୀଙ୍କୁ ଆଣିବାକୁ ଯାଉଛି, ତେଣୁ ତୁମେ ଏବେ ଦିଅ ନା।
ମୁଁ ରୋଗୀଙ୍କୁ ଆଣି ସାରିବା ପରେ ଦେବ। ରମେଶ, ମୁଁ ଜାଣିଛି ତୁମର ମୃତ୍ୟୁ ହୋଇସାରିଛି ଓ ତୁମେ ମରିବା ପରେ ମଧ୍ୟ ରୋଗୀଙ୍କୁ ନେବା ଆଣିବା କରୁଛ। ବାସ୍ ଥରେ ମୋତେ ଦେଖା ଦିଅ ଏବଂ କୁହ ତୁମ ଆତ୍ମାକୁ କ'ଣ କଲେ ମୁକ୍ତି ମିଳିବ। ଏହା ଶୁଣି ରମେଶ ଆମ୍ବୁଲାନ୍ସ ଭିତରୁ ବାହାରକୁ ବାହାରିଲା ଓ କହିଲା, ମ୍ୟାନେଜର, ମୁଁ ଆମ୍ବୁଲାନ୍ସ ଚଲାଉ ଚଲାଉ ମୋର ମୃତ୍ୟୁ ଘଟିଥିଲା। ତେଣୁ ଏ ଆମ୍ବୁଲାନ୍ସକୁ ନିଆଁରେ ପୋଡ଼ିଲେ ହିଁ ମୋ ଆତ୍ମାକୁ ଶାନ୍ତି ମିଳିବ। ମ୍ୟାନେଜର ଏହା ଶୁଣିବା ମାତ୍ରେ ସେ ଆମ୍ବୁଲାନ୍ସକୁ ନିଆଁ ଲଗାଇଦେଲେ ଓ ତାପରେ ରମେଶର ଆତ୍ମା ସେଇଠାରୁ ଅଦୃଶ୍ୟ ହୋଇଗଲା। ମାନେ ତା ଆତ୍ମାକୁ ମୁକ୍ତି ମିଳିଗଲା। ସୁନସାନ ରାତି। ହଠାତ୍ ଆକାଶରୁ ଗୋଟିଏ ନିଆଁ ପେଣ୍ଡୁଳା ମାଟିରେ ପଡ଼ିଲା। ଏ ଦୃଶ୍ୟ କିଛି ଦୂରରେ ଗୋଟିଏ ମୂଷା ଦେଖି କହିଲା, ଆରେ ଜଙ୍ଗଲରେ ଏ କିପରି ଆଲୋକ ଗଲା? ମୋତେ ଟିକେ ଯାଇ ଦେଖିବାକୁ ପଡ଼ିବ ଓ ତାପରେ ଆସି ମହାରାଜଙ୍କୁ କହିବାକୁ ପଡ଼ିବ। ଏପରି କହି ମୂଷା ସେ ନିଆଁ ପେଣ୍ଡୁଳା ପଡ଼ିଥିବା ଜାଗା ଆଡ଼କୁ ଗଲା ଓ ସେଠାରେ ପହଞ୍ଚି ଦେଖିଲା ନିଆଁ ପେଣ୍ଡୁଳାଟି ତଳେ ପଡ଼ି ଜଳୁଥାଏ। ଏହା ଦେଖି କହିଲା, ଆରେ ଇଏ ନିଆଁ ପେଣ୍ଡୁଳା ଯଦି ଆଉ କିଛି ସମୟ ଏଇଠାରେ ଜଳେ ତାହେଲେ ଆମ ଜଙ୍ଗଲ ନିଆଁ ଲାଗିଯିବ। ତେଣୁ ଏ ବିଷୟରେ ଜଙ୍ଗଲର ସମସ୍ତ ଜୀବଜନ୍ତୁଙ୍କୁ କହିବାକୁ ପଡ଼ିବ। ସେ ଏପରି କହୁଥିବା ବେଳେ ହଠାତ୍ ସେ ନିଆଁ ପେଣ୍ଡୁଳାରୁ ଗୋଟିଏ ଏକଶିଙ୍ଗିଆ ରାକ୍ଷସ ବାହାରି କହିଲା, ଆରେ ଲାଗୁଛି ମୁଁ ଏକ ନୂଆ ଦୁନିଆକୁ ପଳାଇ ଆସିଲି ଓ ଏଠାକୁ ଆସିଲି କି ନାହିଁ ହଠାତ୍ ମୋତେ ଗୋଟେ ମୂଷା ଖାଇବାକୁ ମିଳିଲା। ମୁଁ ୟାକୁ ଏଇଠାରେ ଖାଇ ମୋ ପେଟ ପୁରାଇବି। ଏପରି କହି ଏକଶିଙ୍ଗିଆ ରାକ୍ଷସ ସେ ମୂଷାକୁ ଖାଇଲା ଏବଂ ସକାଳ ହେବା ପରେ ପାରା ତାର ସ୍ତ୍ରୀ ପିଙ୍କିକୁ କହିଲା, ଆରେ ଧନ ପିଙ୍କି, ମୁଁ ଏବେ ଜଙ୍ଗଲକୁ କାଠ କାଟିବା ପାଇଁ ଯାଉଛି। କାଠ କାଟି ଫେରିଲେ ଆମେ ଆଜି ବଜାରକୁ ବୁଲିବା ପାଇଁ ଯିବା ଏବଂ ସେଇଠାରେ ବହୁତ ମଜା କରିବା। ଏପରି କହି ପାରା ଜଙ୍ଗଲକୁ କାଠ କାଟିବାକୁ ଗଲା। ସେ ଗଲାବେଳେ ବାଟରେ ଗୋଟେ ବୁଢ଼ା କୁଆ ଧଅଁସି ମହଁସି ହୋଇ ପାରା ପାଖକୁ ଆସିଲା ଓ କହିଲା, ଆରେ ଏ ପାରା, ତୁ ଜଙ୍ଗଲ ଭିତରକୁ କାଠ କାଟିବାକୁ ଯାଆନା, କାରଣ ଜଙ୍ଗଲ ଭିତରେ ଗୋଟେ ଏକଶିଙ୍ଗିଆ ରାକ୍ଷସ ବୁଲୁଛି। ସେ ଜଙ୍ଗଲରେ ଥିବା ସମସ୍ତ ଜୀବଜନ୍ତୁଙ୍କୁ ମାରୁଛି। ଆବେ ଏ ବୁଢ଼ା କୁଆ, ତୁ ଛୋଟ ଛୁଆଙ୍କୁ ଗପ ଶୁଣାଇ ଶୁଣାଇ ପାଗଳ ହୋଇଯାଇଛୁ ନା କ'ଣ? କହିଲା କ'ଣ ନା ଏକଶିଙ୍ଗିଆ ରାକ୍ଷସ। ଏ ଗପ ଯାଇ ଅନ୍ୟ କାହା ପାଖରେ କୁହ। ଏପରି କହି ପାରା ଜଙ୍ଗଲ ଭିତରକୁ ଗଲା ଗଛ କାଟିବା ପାଇଁ। ସେ ଗଛ କାଟିବା ଜାଗାରେ ପହଞ୍ଚି ଗଛ କାଟୁଥିବା ବେଳେ ହଠାତ୍ ସେଠାକୁ ଏକଶିଙ୍ଗିଆ ରାକ୍ଷସ ଆସିଲା ଓ କହିଲା, ଆରେ ବା, ଗୋଟେ ବଢିଆ ପାରାଟେ ଏଇଠାରେ ଅଛି। ଆଜି ୟାକୁ ମାରିକି ନେବି ଓ ରାତିରେ ଖାଇବି। ଆରେ ଏ ରାକ୍ଷସ, ଦୟାକରି ମୋତେ ଛାଡ଼ିଦେ। ମୋର ଘର ସଂସାର ଅଛି। ହେ ପ୍ରଭୁ, ରକ୍ଷା କର। ମୁଁ ବୁଢ଼ା କୁଆ କଥା ନ ମାନି ବହୁତ ବଡ଼ ଭୁଲ କରିଦେଲି। ପାରା ଏତିକି କହିଛି କି ନାହିଁ ହଠାତ୍ ଏକଶିଙ୍ଗିଆ ରାକ୍ଷସ ତାକୁ ତା ସାଥିରେ ନେଇଗଲା। ସେ ପାରାକୁ ନେଇ ଯାଉଥିବା ବେଳେ ଦେଖିଲା ଗୋଟିଏ ଗାଁରେ ଅନେକ ଜୀବଜନ୍ତୁ ଥାଆନ୍ତି। ଏହା ଦେଖି ରାକ୍ଷସ ବହୁତ ଖୁସି ହୋଇଗଲା ଏବଂ ସେଠାରୁ ତାର ଗୁମ୍ଫା ପାଖକୁ ପଳାଇ ଆସି କହିଲା, ଆରେ ବା, ଜୀବଜନ୍ତୁ ମାନଙ୍କର ଗୋଟିଏ ଗାଁ ଦେଖିଲି। ଏବେ ଖାଦ୍ୟ ପାଇଁ ମୋତେ ଏଣେ ତେଣେ ଯିବାକୁ ପଡ଼ିବ ନାହିଁ। ମୁଁ ବାସ୍ ଖାଲି ସେ ଗାଁକୁ ଯିବି ଓ ମନ ଭରିକି ଖାଇବି। ରାକ୍ଷସ ଏପରି କହି ରହିଲା ଏବଂ ରାତି ହେବା ପରେ ରାକ୍ଷସ ଉଡ଼ି ଉଡ଼ି ଗାଁ ଆଡ଼କୁ ଆସିଲା ଓ ଦେଖିଲା ଗୋଟିଏ ବିଲୁଆ ବାଘ ଓ ଚଢ଼େଇ କଥା ହେଉଥିଲେ। ଆରେ ବାଘ ମଉସା, ଆମ ଜଙ୍ଗଲକୁ ଗୋଟିଏ ଏକଶିଙ୍ଗିଆ ରାକ୍ଷସ ଆସିଛି। ସେ ଜଙ୍ଗଲର ସମସ୍ତ ଜୀବଜନ୍ତୁଙ୍କୁ
ମାରିକି ଖାଉଛି। ତେଣୁ ଆମକୁ ସାବଧାନରେ ରହିବାକୁ ପଡ଼ିବ। ବିଲୁଆ ଏପରି କହୁଥିବା ବେଳେ ହଠାତ୍ ଭୂତ ସେଠାକୁ ଆସିଲା ଏବଂ ବିଲୁଆକୁ ତା ସାଥିରେ ନେଇକି ପଳାଇଲା। ଏବଂ ସକାଳ ହେବା ପରେ ଏ କଥା ଗାଁର ସବୁଆଡ଼େ ମାରିଗଲା। ତେଣୁ ଗାଁର ଜୀବଜନ୍ତୁ ରାଜାଙ୍କ ପାଖକୁ ଗଲେ। ସେଠାରେ ପହଞ୍ଚିବା ପରେ ପିଙ୍କି କହିଲା, ମହାରାଜ, ଆମ ଗାଁ ଓ ଜଙ୍ଗଲରେ ଗୋଟେ ଏକଶିଙ୍ଗିଆ ରାକ୍ଷସ ପଶି ଯାଇଛି, ଯିଏକି ସମସ୍ତ ଜୀବଜନ୍ତୁଙ୍କୁ ଜୀବନରୁ ମାରି ଦେଉଛି। ତେଣୁ ଦୟାକରି ଆମକୁ ତା କବଳରୁ ରକ୍ଷା କର। ଆରେ ଗାଁ ବାଲା, ଏ ବିଷୟରେ ମୁଁ ଜାଣିଛି, ହେଲେ ମୁଁ କ'ଣ କରିବି? ସେ ରାକ୍ଷସ ସହ ଲଢ଼ିବା ପାଇଁ ମୋର ଶକ୍ତି ନାହିଁ। ତେଣୁ କେମିତି ତାକୁ ଏ ଜଙ୍ଗଲରୁ ବିଦା କରିବି? ରାଜା ଏତିକି କହୁଥିବା ବେଳେ ହଠାତ୍ ସେଠାକୁ କୁଆ ଆସି କହିଲା, ମହାରାଜଙ୍କର ଜୟ ହେଉ। ମହାରାଜ, ସେ ଏକଶିଙ୍ଗିଆ ରାକ୍ଷସକୁ ମାରିବା ପାଇଁ ମାତ୍ର ଗୋଟେ ଉପାୟ ଅଛି। ଆରେ ବୁଢ଼ା କୁଆ, ତୁମେ ଶୀଘ୍ର ସେ ଉପାୟ କୁହ, ଯାହାଦ୍ୱାରା ଆମେ ଜଙ୍ଗଲର ଜୀବଜନ୍ତୁଙ୍କୁ ବଞ୍ଚାଇ ପାରିବା। ମହାରାଜ, ସେ ଏକଶିଙ୍ଗିଆ ରାକ୍ଷସ ଗୋଟିଏ ନିଆଁ ଗୋଳାରେ ଆମ ଜଙ୍ଗଲକୁ ଆସିଥିଲା। ସେ ନିଆଁ ଗୋଳା ଏବେ ଲିଭି ଯାଇଛି। ଯଦି ସେ ନିଆଁ ଗୋଳାରେ ନିଆଁ ଲଗାଇ ପାରିବ, ତାହେଲେ ସେ ଏକଶିଙ୍ଗିଆ ରାକ୍ଷସ ଜୀବନରୁ ମରିଯିବ। ଏହା ଶୁଣି ମହାରାଜ ହାତରେ ଗୋଟିଏ ନିଆଁ ବାଡ଼ି ଧରି ସେ ଲିଭି ଯାଇଥିବା ନିଆଁ ଗୋଳା ଆଡ଼କୁ ଗଲେ। ସେଠାରେ ପହଞ୍ଚି ଦେଖିଲେ ନିଆଁ ଗୋଳା ପାଖରେ ଏକଶିଙ୍ଗିଆ ରାକ୍ଷସ ଶୋଇଥାଏ। ଏହା ଦେଖି ମହାରାଜ ମନରେ ଟିକେ ସାହସ ବାନ୍ଧି ସେ ଲିଭି ଯାଇଥିବା ନିଆଁ ଗୋଳାରେ ନିଆଁ ଲଗାଇ ଦେଲେ, ଯାହାଫଳରେ ଏକଶିଙ୍ଗିଆ ରାକ୍ଷସ ସେଇଠାରେ ଅଦୃଶ୍ୟ ହୋଇଗଲା। ଏବଂ ସେବେଠାରୁ ଜଙ୍ଗଲର ସମସ୍ତ ଜୀବଜନ୍ତୁ ଖୁସିରେ ବଞ୍ଚ। ଗୋଟେ ଜଙ୍ଗଲରେ ପାରାପୁର ନାମକ ଗୋଟିଏ ଗାଁ ଓ ଶାଗୁଣାପୁର ନାମକ ଗୋଟେ ଗାଁ ଥିଲା। ସେ ଦୁଇଟି ଗାଁରେ ପିଙ୍କି ନାମରେ ଗୋଟେ ପାରା ଓ ରାଜୁ ନାମରେ ଗୋଟେ ଶାଗୁଣା ବହୁତ ଭଲ ସାଙ୍ଗ ଥିଲେ। ପିଙ୍କି ଓ ରାଜୁ ଦୁଇଜଣ ସାଙ୍ଗ ହୋଇ ସ୍କୁଲ ଯାଆନ୍ତି ଏବଂ ପାଠ ପଢ଼ନ୍ତି। ପିଙ୍କି ରାଜୁର ବନ୍ଧୁତା ଦେଖି ଗୋଟେ କୁଆ ବହୁତ ଈର୍ଷା କରେ। ତେଣୁ କୁଆ କହିଲା, ଆରେ ଏ ଦୁଇଜଣ ଦିନକୁ ଦିନ ଅତି ଭଲ ସାଙ୍ଗ ହେବାକୁ ଲାଗିଲେଣି। କ'ଣ ଗୋଟେ କରି ଏ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ଲଗାଇବାକୁ ପଡ଼ିବ। ଏପରି କହି କୁଆ ରହିଲା ଏବଂ ଖେଳ ଛୁଟି ହେବା ପରେ ପିଙ୍କି ରାଜୁକୁ କହିଲା, ଆରେ ରାଜୁ, ମୁଁ ବହୁତ ଦିନ ହେବ ଆମ୍ବ ଖାଇନି। ତେଣୁ ଆଜି ସ୍କୁଲ ଛୁଟି ହେବା ପରେ ଆମେ ଦୁଇଜଣ ମିଶି ପାଖ ଜଙ୍ଗଲକୁ ଆମ୍ବ ଖାଇବାକୁ ଯିବା। ଏକଥାରେ ରାଜୁ, ହଉ ପିଙ୍କି, ଠିକ୍ ଅଛି। ସ୍କୁଲ ଛୁଟି ହେବା ପରେ ଆମେ ଦୁଇଜଣ ମିଶି ଆମ୍ବ ଖାଇବା ପାଇଁ ଯିବା। ଏକଥା କୁଆ ଶୁଣି କହିଲା, ହଉ ରୁହରେ, କେତେ ସାଙ୍ଗ ହେବା କଥା ଆଜି ହୋଇଯାଅ। କାଲିଠାରୁ ଆଉ ତମେ ଦୁଇଜଣ ଏପରି ଏକାଠି ରହିବ ନାହିଁ। ଏପରି କହି କୁଆ ରହିଲା ଏବଂ ସ୍କୁଲ ଛୁଟି ହେବା ପରେ ରାଜୁ ପିଙ୍କି ଆମ୍ବ ଖାଇବା ପାଇଁ ଗଲେ। ଏହି ମଉକାର ଫାଇଦା ଉଠାଇ କୁଆ ଶୁଆ ପାଖକୁ ଯାଇ କହିଲା, ଆଲୋ ଶୁଆ, ତୁ ମୋ ସାଥିରେ ଯାଇ ପିଙ୍କି ମାଙ୍କୁ କହିବୁ କି ପିଙ୍କି ରାଜୁ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି। ତୁ ଯଦି ଏପରି ମିଛ କଥା କହିବୁ, ତାହେଲେ ମୁଁ ତତେ ଗୋଟେ ଚକୋଲେଟ୍ ଦେବି। ଏହା ଶୁଣି ଶୁଆ ରାଜି ହୋଇଗଲା ଓ କୁଆ ସାଥିରେ ପିଙ୍କି ଘରକୁ ଗଲା। ପିଙ୍କି ଘରେ ପହଞ୍ଚିବା ପରେ କୁଆ ପିଙ୍କି ମା ପୂଜାକୁ କହିଲା, ଆରେ ପୂଜା ଆଣ୍ଟି, ତମେ ଗୋଟେ କଥା ଜାଣିଛ ନା? ରାଜୁ ପିଙ୍କି ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ଓ ସ୍କୁଲରେ ଜମା ବି ପାଠ ପଢ଼ୁନାହାନ୍ତି, ଖାଲି ବୁଲୁଛନ୍ତି। ଏକଥାରେ ପୂଜା, ଆରେ ବାବା କୁଆ, ମତେ କାହିଁ ଲାଗୁନି ଏକଥା ସତ ବୋଲି। କାରଣ ରାଜୁ ପିଙ୍କି ଦୁହେଁ ବହୁତ ଭଲ ସାଙ୍ଗ। ଏକଥାରେ କୁଆ, ଆରେ ପୂଜା ଆଣ୍ଟି, ମୁଁ ଜାଣିଥିଲି ତମେ ମୋ କଥାକୁ ବିଶ୍ୱାସ କରିବନି ବୋଲି। ତେଣୁ ମୁଁ ମୋ ସାଥିରେ ଶୁଆକୁ ନେଇ ଆସିଛି। ସେ ଏସବୁ ଦୃଶ୍ୟ ଦେଖିଛି। ଆରେ ଶୁଆ, ତୁ କ'ଣ ଦେଖିଛୁ କହ? ଏକଥାରେ ଶୁଆ, ଆରେ ପୂଜା ଆଣ୍ଟି, କୁଆ ସତ କହୁଛି। ରାଜୁ ପିଙ୍କି ପରସ୍ପରକୁ ଭଲ ପାଉଛନ୍ତି।
ଖାଲି ସେତିକି ନୁହଁ, ସ୍କୁଲ ଛୁଟି ହେବା ପରେ ଦୁହେଁ ସବୁବେଳେ ଜଙ୍ଗଲକୁ ବୁଲିବାକୁ ଯାଉଛନ୍ତି। ଏକଥା ଶୁଣି ପୂଜା ବହୁତ ଜୋରରେ ରାଗିଗଲା। ଏ ପାଖରେ ପିଙ୍କି ଆମ୍ବ ଖାଇ ବିଳମ୍ବରେ ଘରକୁ ଫେରିଲା। ଏହା ଦେଖି ପୂଜା ରାଗରେ କହିଲା, ହଇଲୋ ମାଙ୍କିଡି ପିଙ୍କି, ତୋର ଆସିବା ଏତେ ବିଳମ୍ବ ହେଲା କଣ ପାଇଁ? ଏକଥାରେ ପିଙ୍କି କହିଲା, ମା, ମୁଁ ଓ ରାଜୁ ଟିକେ ଆମ୍ବ ଖାଇବାକୁ ପାଖ ଜଙ୍ଗଲକୁ ପଳାଇଥିଲୁ। ଏକଥାରେ ପୂଜା, ଆଲୋ ଘୋଡ଼ା ମୁଇଁ, ତୁ ଆମ୍ବ ଖାଇବାକୁ ଯାଇଥିଲୁ ନା ରାଜୁ ସହ କୁଆଡେ ବୁଲିବାକୁ ଯାଇଥିଲୁ? ବୁଝିଲୁ ନା, ତୁ ଲୁଚି ଲୁଚି ଯେଉଁ ରାଜୁକୁ ଭଲ ପାଉଛୁ ନା, ମୁଁ ସବୁ ଜାଣି ସାରିଛି। ଖବରଦାର, ଯଦି କାଲିଠାରୁ ତୁ ରାଜୁ ସହ ମିଶିଛୁ, ତାହେଲେ ତତେ ଓ ରାଜୁକୁ ବହୁତ ବାଡ଼ାଇବି। ଏହା ଶୁଣି ପିଙ୍କି ତାର ମାକୁ ଯେତେ କହିଲା କି ରାଜୁ ତାର ସାଙ୍ଗ ବୋଲି ଓ ସେ ରାଜୁକୁ ଭଲ ପାଉନି, ହେଲେ ପୂଜା ଜମା ବି ବୁଝିଲା ନାହିଁ। ପୂଜା ପିଙ୍କିକୁ ଏପରି କହି ତାଙ୍କ ପଡ଼ୋଶୀ ଟିକି ଚଢ଼େଇ ପାଖକୁ ଯାଇ କହିଲା, ଆରେ ଟିକି ଚଢ଼େଇ, ମୋର ଖାଲି ଗୋଟେ କାମ କର। ଯେବେ ବି ଶାଗୁଣା ରାଜୁ ଆମ ପିଙ୍କିକୁ ଦେଖା କରିବାକୁ ଆସିବ କିମ୍ବା ତା ସାଥିରେ ମିଶିବାର ଦେଖିବୁ, ସେଇଠି ସେ ରାଜୁଟାକୁ ବାଡ଼ାଇବୁ। ଏକଥାରେ ଟିକି ଚଢ଼େଇ, ଆରେ ପୂଜା ଭାଉଜ, ତମେ ଜମା ବି ଚିନ୍ତା କର ନା, ତମ କାମ ହେଇଯିବ। ବାସ୍ ଖାଲି ଆମ ଗାଁ ଟୋକାଙ୍କୁ ଗୋଟେ ଫିଷ୍ଟ ଦେଇଦେବ। ଏକଥାରେ ପୂଜା ରାଜି ହୋଇଗଲା ଏବଂ ତା ପରଦିନ ଶାଗୁଣା ଆସି ପିଙ୍କି ଘରେ ଦୁଆରେ କହିଲା, ଏ ପିଙ୍କି, କୁଆଡ଼େ ଗଲୁ? ବାହାରକୁ ଆସ, ଆମେ ଦୁଇ ଜଣ ମିଶି ସ୍କୁଲ ଯିବା। ରାଜୁ ଏତିକି କହୁଥିବା ବେଳେ ଟିକି ଚଢ଼େଇ ତାଙ୍କ ଗାଁର ଟୋକାଙ୍କୁ ଧରି ଆସି ରାଜୁକୁ ପିଟିଲା। ଏ ଦୃଶ୍ୟ ରାଜୁ ଗାଁର ଗୋଟେ ଶାଗୁଣା ଦେଖି ରାଜୁ ବାପା ସମ୍ବିତ ପାଖକୁ ଯାଇ କହିଲା, ଆରେ ସମ୍ବିତ ଭାଇ, ଆମ ରାଜୁକୁ ସେ ପାରା ଗାଁ ଟୋକାମାନେ ବହୁତ ମାରିଲେ। ସେ ଏପରି କହୁଥିବା ବେଳେ ରାଜୁ ଆସି ପହଞ୍ଚିଗଲା ଓ କହିଲା, ଆରେ ବାପା, ମୁଁ ପାରାପୁର ଗାଁ ଲୋକଙ୍କର କିଛି ବି କରିନି, ହେଲେ ସେମାନେ ମୋତେ ବିନା ଦୋଷରେ ମାରି ମୋ ମୁଣ୍ଡ ଫଟାଇ ଦେଲେ। ଏକଥାରେ ରାଜୁ ବାପା ରାଗି ଯାଇ କହିଲା, ଆରେ ସେ ପାରାପୁର ଗାଁ ଲୋକଙ୍କର ଏତେ ସାହସ, ସେ ମୋ ପୁଅକୁ ମାରିଲେ? ତାହେଲେ ଆଜିଠାରୁ ଆମ ଗାଁ ବାଟେ ଦେଇ ଯିଏ ବି ପାରାପୁର ଗାଁ ଲୋକ ଯିବ, ତା ଉପରେ ମାଡ଼ ବସିବ। ରାଜୁ ବାପା ଏକଥା ଗାଁର ସମସ୍ତଙ୍କୁ କହିଲା ଏବଂ ତା ପରଦିନ ସକାଳେ ଟିକି ଚଢ଼େଇ ଶାଗୁଣାପୁର ବାଟ ଦେଇ ଯାଉଥିଲା। ଏତିକି ବେଳେ ସେ ଗାଁର କିଛି ଚଢ଼େଇ ଆସି ଟିକି ଚଢ଼େଇକୁ ଖୁବ୍ ପିଟିଲେ, ଯାହାଦ୍ୱାରା ଟିକି ଚଢ଼େଇ ରାଗରେ ସେଠାରୁ ଆସି ତାଙ୍କ ଗାଁର ଅନ୍ୟ ଚଢ଼େଇଙ୍କୁ କହିଲା। ଏପରି ଝଗଡ଼ା ଲାଗିବା ଦ୍ୱାରା ପାରାପୁର ଗାଁ ଚଢ଼େଇ ଶାଗୁଣାପୁରକୁ ଗଲେ ନାହିଁ କିମ୍ବା ଶାଗୁଣାପୁର ଗାଁ ଚଢ଼େଇ ପାରାପୁରକୁ ଗଲେ ନାହିଁ। ହେଲେ ରାଜୁ ପିଙ୍କିକୁ ବହୁତ ମନେ ପକାଉଥିଲା, ତେଣୁ ସେ କହିଲା, ଆରେ ପିଙ୍କିର ମୋର କେତେ ବନ୍ଧୁତା ଥିଲା, ହେଲେ ଜାଣିନି କ'ଣ ପାଇଁ ଆଜି ଭାଙ୍ଗିଗଲା। ବହୁତ ଦିନ ହେବ ମୁଁ ପିଙ୍କିକୁ ଦେଖା କରିନି କିମ୍ବା କଥା ହୋଇନି, ଯାହାଦ୍ୱାରା ମୋତେ ଜମା ବି ଭଲ ଲାଗୁନି। ତେଣୁ ପାଖ ଜଙ୍ଗଲରୁ ଯାଇ ଟିକେ ବୁଲି ଆସେ। ସେ ଏପରି କହି ପିଙ୍କି ସହ ଶେଷ ଥର ପାଇଁ ଦେଖା କରିଥିବା ଆମ୍ବ ବଗିଚାକୁ ଗଲା। ସେଠାରେ ପହଞ୍ଚି ଦେଖିଲା କୁଆ ଶୁଆକୁ କହୁଥାଏ, ଆରେ ଶୁଆ, କେତେ ମଜା ଲାଗୁଛି ଏବେ ଦୁଇ ଗାଁର ଝଗଡ଼ା ଦେଖିବାକୁ। ଆମେ ମିଛ କଥା କହିଲେ କି ପିଙ୍କି ରାଜୁ ଦୁହେଁ ଦୁହିଁକୁ ଭଲ ପାଉଛନ୍ତି, ହେଲେ ପିଙ୍କି ମା ପୂଜା ଏତେ ମୂର୍ଖ ଯେ ଆମ କଥାକୁ ବିଶ୍ୱାସ କରିନେଲା, ଯାହା ଫଳରେ ଆଜି ଦୁଇ ଗାଁ ଭିତରେ ଝଗଡ଼ା। ଏହା ଶୁଣି ସଙ୍ଗେ ସଙ୍ଗେ ରାଜୁ ସେ ଜାଗାରେ ପହଞ୍ଚିଲା। ରାଜୁକୁ ଦେଖି କୁଆ ଡରରେ ପଳାଇଲା, ହେଲେ ଶୁଆ ଯାଇପାରିଲା ନାହିଁ। ଏହା ଦେଖି ରାଜୁ, ଏ ଶୁଆ, ଯାହା ବି କିଛି ଘଟିଛି ସବୁ କଥା ଯାଇ ଏବେ ପୂଜାର ମାଙ୍କୁ କହିବୁ, ନହେଲେ ମନେ ରଖ, ଆମ ଗାଁ ଚଢ଼େଇଙ୍କୁ ଲଗାଇ ତୋ ଜୀବନ ନେଇଯିବି। ଶୁଆ ଏହା ଶୁଣି ଡରିଗଲା ଓ ରାଜୁ ସାଥିରେ ପିଙ୍କି ମା ପାଖକୁ ଗଲା। ସେଠାରେ ପହଞ୍ଚି ଯାହା ବି କିଛି ହୋଇଥିଲା ସବୁ କହିଲା। ଏହା ଶୁଣି ପିଙ୍କି ମା, ଆରେ ବାବା ରାଜୁ, ତୁ ନିର୍ଦୋଷ, ହେଲେ ମୁଁ ଏ ଶୁଆ ଓ କୁଆ ବୁଦ୍ଧିରେ ପଡ଼ି ତତେ ମାରିଲି। ଦୟାକରି ମୋତେ କ୍ଷମା କରିଦେ। ଏହାପରେ ରାଜୁ ଯାଇ ତା ବାପାଙ୍କ ପାଖରେ ସବୁ କଥା କହିଲା
ଏହା ଶୁଣି ତା ବାପାଙ୍କ ରାଗ ଶାନ୍ତ ହେଲା ଓ ଦୁଇ ଗାଁର ଚଢ଼େଇ ମିଶି କୁଆକୁ ନିଆଁ ଲଗାଇ ମାରିଦେଲେ ଏବଂ ପୂର୍ବଥର ପରି ଦୁଇ ଗାଁ ଖୁସିରେ ରହିଲେ।